ଜାତିଭିତ୍ତିକ ଜନଗଣନା ନ କରିକି ବାଉଣ୍ଡରୀ ନିର୍ଦ୍ଧାରଣ କରିବା ପାଇଁ ଯେଉଁ ଦେଇଛନ୍ତି ନୋଟିଫିକେସନ୍ କରିଛନ୍ତି ଏ ଲୋକଙ୍କୁ ଗୋଟେ ପ୍ରହେଳିକା ଭଳିଆ ଲାଗୁଛି। ସରକାର ପ୍ରହେଳିକାରେ ଗୋଳେଇ ହେଉଛନ୍ତି, କୌଣସି ନିର୍ଦ୍ଦିଷ୍ଟ କଥା କରୁନାହାନ୍ତି। କିନ୍ତୁ ବିଜୁ ଜନତା ଦଳ ଯାହା ଓଡ଼ିଶା ପାଇଁ ଭଲ ହେବ ସେଇ କଥାରେ ରହିବ ଏବଂ ଓଡ଼ିଶାର ଯେତିକି ଯଦି ଲାଭ ହେବ ତାହେଲେ ଆମେ ସେ କଥାରେ ସପୋର୍ଟ କରିବୁ ଏବଂ ସେଥିରେ ସହଯୋଗ କରିବୁ। ଯଦି ଓଡ଼ିଶାର କିଛି କ୍ଷତି ହୁଏ ତାହେଲେ ବିଜୁ ଜନତା ଦଳ କେଉଁଥିରେ ସହଯୋଗ କରିବ ନାହିଁ। ଏବଂ ଯେଉଁ ଜାତିଭିତ୍ତିକ ଜନଗଣନା ପାଇଁ ଯେଉଁ ପ୍ରକାର ସରକାର ପଦକ୍ଷେପ ନେଇ ତା ଜାତିଭିତ୍ତିକ ଜନଗଣନା କଲା ପରେ କରୁନାହାନ୍ତି। କାହାକୁ ଅଣଦେଖା କରିବା ପାଇଁ ଯଦି ସେ ନିର୍ଦ୍ଦିଷ୍ଟ ଭାବରେ କରିଥାନ୍ତି, ଟାର୍ଗେଟ୍ କରିକି କାହାକୁ ଅଣଦେଖା କରିବା ପାଇଁ କାର୍ଯ୍ୟ କରୁଥାନ୍ତି ତାହେଲେ ସେ ସେଥିରେ ସଫଳ ହେବ ନାହିଁ। ଆକୁ ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ଯେଉଁଠି ବାଧା ଆସିବ ବିଜୁ ଜନତା ଦଳ ତାକୁ ଅସହଯୋଗ କରିବ ଏବଂ ସେ କାର୍ଯ୍ୟରେ ସହଯୋଗ କରିବ ନାହିଁ। ସିଟ୍ କମିବ, ଯଦି ରାଜ୍ୟରେ ସିଟ୍ କମିଯାଏ ତାହେଲେ ସେଟା ରାଜ୍ୟର କ୍ଷତି ହେବ ନାହିଁ କି? ଯଦି ଲୋକସଭା ସିଟ୍ କମିଯାଏ କି ବିଧାନସଭା ସିଟ୍ କମିଯାଏ ସେଟା ରାଜ୍ୟର କ୍ଷତି ହେବ ନାହିଁ। ରାଜ୍ୟରେ ଯଦି ସେଭଳି କୌଣସି କ୍ଷତି ନ ହେଉଥାଏ ତାହେଲେ ବିଜୁ ଜନତା ଦଳ ନିଶ୍ଚିତ ଭାବରେ ଚିନ୍ତା କରିବ ଯଦି ରାଜ୍ୟର ସ୍ୱାର୍ଥ ସେଥିରେ ନିହିତ ରହିବ।